ଗାଁ ହେଉଛି ତୁଳସୀ, ମୋ ନାଁ ପୂର୍ଣ୍ଣିମା ମଳିକ। ମୋର ବଥ ହେଇଥିଲା। କଟକ ଗଲି, ସୁଆଁପଦା ଗଲି, ବଟପଦା ଗଲି, କେଉଁଠି କମିଲା ନାହିଁ। ମୁଁ କ'ଣ କରିବି, ବହୁତ ଚିନ୍ତାରେ ପଡ଼ିଲି। ଯେତେ ମେଡ଼ିସିନ ଖାଇଲି କେଉଁଠି କମିଲା ନାହିଁ। 2 ବର୍ଷ ହେଲା ବହୁତ ଯନ୍ତ୍ରଣା ପାଇଲି। ପୂଜ ନସିବ ହେଲା, ମେଡ଼ିସିନ ଖାଇଲି, କମୁଛି ଫେର ହେଉଛି। କ'ଣ କରିବି, ବହୁତ ଚିନ୍ତା ପଡ଼ିଲା। ସେଇଠୁ ନନାଙ୍କ ସାଙ୍ଗରେ ଥରେ କଥା ହେଲି। ଯେମିତି ନନା କହିଲେ ଆମ କଥା ମାନିବ ନା, ଏତେ ଯନ୍ତ୍ରଣା ଭୋଗିଲଣି, ଆମକୁ ଟିକେ ଆମ କଥା ମାନିକି ଚଳ। ମାନେ ଆଜ୍ଞା ନନା କୁହନ୍ତୁ। ସେଇଠୁ ନନା କହିଲେ ମାସେ 2 ମାସ ଖାଲି ଭାତ ରୁଟି ରନ୍ଧା ଖାଦ୍ୟ ବନ୍ଦ କରିଦିଅ, ଖାଲି କଞ୍ଚା ଜିନିଷ ଖାଅ। ସେ କହିଲେ ନନା, କହିଲେ ମଟର, କାବୁଲି, କଦଳୀ, ଗାଜର ଏସବୁ ଖାଦ୍ୟ ଖାଅ, ତାପରେ ତମ ବଥ ଭଲ ହେଇଯିବ ଆସ୍ତେ ଆସ୍ତେ। ଆମକୁ ଟିକେ ଭରସା ରଖ। ଗଲେ ଆଜ୍ଞା ନନା କୁହନ୍ତୁ, ମୁଁ ଏତେ ଯନ୍ତ୍ରଣା ପାଇଲିଣି, ତମ କଥା ମାନିକି ଚଳିବି। ତାଙ୍କ କଥା ମାନିକି ମାସେ 1.5 ମାସ ହେଲାଣି, 2 ମାସ ହେଲାଣି ଭାତ ରୁଟି ଖାଦ୍ୟ ସବୁ ବନ୍ଦ କରିଦେଇଛି। ମୋର ଯେଉଁ ରୋଗ ହେଉଥିଲା ମୋର କମିଯାଇଛି। ଏତିକି କହି ରହୁଛି। ନମସ୍କାର।